ହଁ, ଆମ ପାଖରେ ଦାମୋଦର ବଙ୍ଗଳାର ଦୁଃଖ ଶୀର୍ଷକ ଏକ ଲେଖାର କିଛି ଅଂଶ ଅଛି। ତ ଆମର ଆଜିର ଆଲୋଚନା ଏଇ ନାଁ ପଛର କାରଣ ବୁଝିବା ପାଇଁ। ଠିକ୍। ନଦୀଟିର ନାଁ ତ ହେଲା ଦାମୋଦର ନଦୀ, ଆଉ ଏହାକୁ କୁହାଯାଉଛି ବଙ୍ଗଳାର ଦୁଃଖ। ଏମିତି ଗୋଟେ ନାଁ କାହିଁକି? ଏହା ପଛରେ ରହସ୍ୟ କ'ଣ? ହଁ, ଦେଖନ୍ତୁ, ଏଇ ନାଁ ପଛର କାରଣ ବହୁତ ସ୍ପଷ୍ଟ ଆଉ ସତ କହିବାକୁ ଗଲେ ଦୁଃଖଦ ବି। ଆମ ପାଖରେ ଯେଉଁ ତଥ୍ୟ ଅଛି ସେଥିରୁ ଜଣାପଡ଼ୁଛି ଯେ ଏଇ ନଦୀଟା ପଶ୍ଚିମବଙ୍ଗର ସମତଳ ଅଞ୍ଚଳରେ ବାରମ୍ବାର ଭୟଙ୍କର ବନ୍ୟା ସୃଷ୍ଟି କରୁଥିଲା। ଓହୋ, ବାରମ୍ବାର ବନ୍ୟା। ହଁ, ଆଉ ଏମିତି ସେମିତି ବନ୍ୟା ନୁହେଁ, ପୂରାପୂରି ବିନାଶକାରୀ ବନ୍ୟା। ବିନାଶକାରୀ? ତାହେଲେ ବନ୍ୟାର ପ୍ରଭାବ କେତେ ଗଭୀର ଥିଲା? ମାନେ କ'ଣ ଏତେ ଖରାପ ଥିଲା ଯେ ନଦୀରେ ନା ହିଁ ଦୁଃଖ ସହିତ ଯୋଡ଼ି ହୋଇଗଲା? ଏକଦମ ଠିକ୍ ସେଇଆ। ଏହି ବନ୍ୟାଗୁଡ଼ିକ ପ୍ରକୃତରେ ବ୍ୟାପକ ଧ୍ୱଂସଲୀଳା କରୁଥିଲା। ଆଚ୍ଛା। ଭାବନ୍ତୁ ଟିକେ, ଫସଲ ପୁରା ନଷ୍ଟ, ଘରଦ୍ୱାର ଭାଙ୍ଗି ଯାଉଥିଲା, ଏମିତିକି ଜୀବନହାନି ଏସବୁ ବାରମ୍ବାର ଘଟୁଥିଲା ସେଇଠି। ବାପରେ! କିନ୍ତୁ ଯେଉଁ ନଦୀ ଜୀବନ ଦେବା କଥା, ସେଇ ନଦୀରୁ ଯଦି ବାରମ୍ବାର ଏମିତି ବିପଦ ଆସେ, ଲୋକଙ୍କ ମନରେ ତ ଭୟଙ୍କର ପ୍ରଭାବ ପଡ଼ୁଥିବ। ନିଶ୍ଚୟ। ସେଥିପାଇଁ ତ ଏମିତି ଗୋଟେ ଭାରି ନାଁ ଦିଆଯାଇଥିଲା, ବଙ୍ଗଳାର ଦୁଃଖ। ଏହା କେବଳ ଗୋଟେ ନାଁ ନଥିଲା, ଏହା ସେ ଲୋକଙ୍କ ଅନୁଭୂତି ଥିଲା। ବୁଝିଲି ଏବେ। ତାହେଲେ ସଂକ୍ଷେପରେ କହିଲେ, ଦାମୋଦର ନଦୀ ପଶ୍ଚିମବଙ୍ଗରେ ଯେଉଁ ବାରମ୍ବାର ଆଉ ଭୟଙ୍କର ବନ୍ୟା ଆଣୁଥିଲା, ସେଇଥିପାଇଁ ହିଁ ତାର ନାଁ ଏମିତି ହେଲା। ହଁ, ସେ ବିନାଶକାରୀ ବନ୍ୟା ହିଁ ମୂଳ କାରଣ। ଏହା ପ୍ରକୃତିରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ ଗୋଟିଏ ନଦୀର ପରିଚୟ ଏତେ ନକାରାତ୍ମକ ଅନୁଭୂତି ସହିତ ଯୋଡ଼ି ହୋଇ ରହିପାରେ। ନିଶ୍ଚିତ ଭାବରେ। ଆଉ ଏଥିରୁ ଆମେ ଗୋଟେ କଥା ବି ଶିଖୁଛି, ନୁହେଁ କି? କ'ଣ? ଯେ ପ୍ରକୃତିର ଶକ୍ତି କେତେ ଅପାର, କେତେ ବେଶୀ, ଆଉ ତା ସହିତ ମଣିଷର ସମ୍ପର୍କ, ନଦୀ ପ୍ରଣାଳୀ ସହିତ ମାନବ ବସତିର ସମ୍ପର୍କ କେତେ ଜଟିଳ ହୋଇପାରେ। ସତ କଥା। ନଦୀ କୂଳରେ ବସବାସ କଲେ ସୁବିଧା ତ ଅଛି। ହଁ, ସୁବିଧା ଅଛି, ହେଲେ ବିପଦ ବି ସେତିକି ଅଛି। ଆଉ ଏଇ କ୍ଷେତ୍ରରେ ସେ ବିପଦର ଅନୁଭୂତି ଏତେ ଗଭୀର ଥିଲା, ଏତେ ଦୁଃଖଦ ଥିଲା ଯେ ତାହା ନଦୀର ନାମକରଣରେ ହିଁ ସ୍ଥାୟୀ ହୋଇ ରହିଗଲା। ସତରେ ଏହା ଏକ ଗଭୀର ବିଷୟ। ହଁ, ଆଉ ଏହା ଆମକୁ ଭାବିବାକୁ ବାଧ୍ୟ କରେ, କେମିତି ଗୋଟିଏ ସ୍ଥାନର ଭୂଗୋଳ ଆଉ ସେଠାଙ୍କର ଲୋକଙ୍କର ଯୁଗ ଯୁଗର ଅନୁଭୂତି ମିଶି ଏଭଳି ନାଁକୁ ଜନ୍ମ ଦିଏ, ଯାହା ପିଢ଼ି ପରେ ପିଢ଼ି ମନେ ରହେ। ଏକଦମ। ତେଣୁ ଏ ଦାମୋଦରର କାହାଣୀ କେବଳ ଗୋଟେ ନଦୀର ନୁହେଁ, ବରଂ ପ୍ରକୃତି ଆଉ ମଣିଷ ଭିତରେ ଥିବା ସେଇ ଜଟିଳ ଆଉ କେବେ କେବେ ଦୁଃଖଦ ସମ୍ପର୍କର କାହାଣୀ। ଏହା ଉପରେ ଆହୁରି ବହୁତ କିଛି ଚର୍ଚ୍ଚା କରାଯାଇପାରେ।